ମୁଁ ଶ୍ରୀ ରୂପେଶ କୁମାର ପଟେଲ, ସହକାରୀ ଶିକ୍ଷକ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦୁବେଗାଁ ବାଲଶଙ୍କରା ବ୍ଲକରୁ ସମସ୍ତଙ୍କୁ ସ୍ୱାଗତ ତଥା ଅଭିନନ୍ଦନ ଜଣାଉଛି। ଆଜିର ଏହି ଭର୍ଚୁଆଲ କ୍ଲାସରେ ସମସ୍ତ ସପ୍ତମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ମୁଁ ସ୍ୱାଗତ ଜଣାଉଛି। ଆଜିକାର ବିଷୟବସ୍ତୁକୁ ଆଗେଇବା ପୂର୍ବରୁ ମୁଁ ସମସ୍ତଙ୍କୁ କେତୋଟି ପ୍ରଶ୍ନ ପଚାରିବି। ପ୍ରଶ୍ନର ସଠିକ ଉତ୍ତର ଦେବା ପାଇଁ ଚେଷ୍ଟା କରିବା ଏବଂ ତାପରେ ପରେ ଆଜିକାର ଯେଉଁ ବିଷୟବସ୍ତୁ ଅଛି ସେ ଆଡ଼କୁ ଆମେ ଆଗେଇବା। ଠିକ୍ ଅଛି, ତାହେଲେ ଏବେ ଆମେ ଆମର ଯେଉଁ କିଛିଟା ପ୍ରଶ୍ନ ଅଛି ସେ ପ୍ରଶ୍ନ ଗୁଡ଼ିକ ମୁଁ ପଚାରୁଛି। ଏବେ ସମସ୍ତେ ସ୍ମାର୍ଟ ଯେଉଁ ବୋର୍ଡ଼ ଅଛି ସେ ଆଡ଼କୁ ଦୃଷ୍ଟି ଦେବା। ପିଲାମାନେ ଜାଣିଥିବା ଯେ ଆମ ଭାରତରେ ଅନେକ ଧର୍ମର ଲୋକ ବାସ କରନ୍ତି ଏବଂ ସେହି ଧର୍ମମାନଙ୍କ ଭିତରେ ପରସ୍ପର ଭିତରେ ଯେତିକି ଧାର୍ମିକ ଲୋକ ଅଛନ୍ତି ସମସ୍ତଙ୍କ ଭିତରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ତିଆରି କରିବା ପାଇଁ ଅନେକ ସମୟରେ ଅନେକ ସାଧୁସନ୍ଥ ଆମ ଭାରତବର୍ଷରେ ଜନ୍ମ ନେଇଛନ୍ତି ଏବଂ ଧାର୍ମିକ ସଦ୍ଭାବନା ପ୍ରତିଷ୍ଠା ପାଇଁ ଚେଷ୍ଟା କରିଛନ୍ତି। ସେହି କ୍ରମରେ ଆମର ଯେଉଁ କିଛିଟା ହେଇଥିଲା ମଧ୍ୟଯୁଗରେ ସେ ବିଷୟରେ ଟିକେ ମୁଁ କହୁଛି ଯେ ଆମର ମଧ୍ୟଯୁଗରେ ଇସଲାମ ଏବଂ ହିନ୍ଦୁ ଧର୍ମର ଯେଉଁ ପ୍ରଭାବ ଭାରତବର୍ଷ ଉପରେ ପଡ଼ିଥିଲା ଏବଂ ଏହା ଫଳରେ ଯେଉଁ ହିନ୍ଦୁ ଏବଂ ମୁସଲମାନ ସନ୍ଥମାନେ ଧର୍ମ କ୍ଷେତ୍ରରେ ରହିଥିବା ଯେଉଁ ଆମର ଜଟିଳତା, ତ ଜଣେ ଆଉ ଗୋଟେ ଧର୍ମକୁ କିପରି ବୁଝିବ ସେଇ ବିଷୟରେ ବିଚାର ବିମର୍ଶ କରିକି ସେମାନେ ଯେଉଁ ଧର୍ମ ଭିତରେ ଥିବା ଜଟିଳତାକୁ ଦୂର କରିବା ପାଇଁ ଚେଷ୍ଟା କରିଥିଲେ। ସେହି ସମୟରେ ଏହା ଭକ୍ତି ଏବଂ ସୁଫି ଆନ୍ଦୋଳନକୁ ଜନ୍ମ ଦେଇଥିଲା। ତ ସେହି କ୍ରମରେ ମୁଁ ଯେହେତୁ ଆମେ କିଛି ବିଷୟ ଜାଣିଛୁ ଆମର ଯେଉଁ ଭକ୍ତି ଏବଂ ସୁଫି ଆନ୍ଦୋଳନ ବିଷୟରେ, ତ ସେ ଦୃଷ୍ଟିରୁ କେତେଟା ପ୍ରଶ୍ନ ମୁଁ ପଚାରୁଛି। ତ ପ୍ରଥମ ପ୍ରଶ୍ନ ହେଲା ଯେ ଆମେ ମଧ୍ୟଯୁଗରେ ଇସଲାମ ଧର୍ମ ଓ ହିନ୍ଦୁ ଧର୍ମର ମିଳନ ଫଳରେ ଉଭୟ ଧର୍ମରେ ଥିବା ଅସୁବିଧାକୁ ଦୂର କରିବା ପାଇଁ କେଉଁ ଧର୍ମର ଆବିର୍ଭାବ ହେଇଥିଲା? ମଧ୍ୟଯୁଗରେ ଇସଲାମ ଧର୍ମ ଏବଂ ହିନ୍ଦୁ ଧର୍ମର ମିଳନ ଫଳରେ ଉଭୟ ଧର୍ମରେ ଥିବା ଅସୁବିଧା ଗୁଡ଼ିକ ଦୂର କରିବା ପାଇଁ କେଉଁ ଧର୍ମର ଆବିର୍ଭାବ ହେଇଥିଲା? ଠିକ୍ ଅଛି, ତାହେଲେ ଆମେ ଜାଣିନେବା ଆମର ଦୁଇଟା ଧର୍ମର ଆବିର୍ଭାବ ହେଇଥିଲା। ଗୋଟେ ହେଲା ସୁଫି ଓ ଭକ୍ତି ଧର୍ମ। ତାପରେ ପ୍ରଶ୍ନ ନମ୍ବର 2 ହେଲା ଭକ୍ତି ଆନ୍ଦୋଳନର ସନ୍ଥମାନେ କେଉଁ ଉପାସନା ଉପରେ ଗୁରୁତ୍ୱ ଦେଉଥିଲେ? ଭକ୍ତି ଆନ୍ଦୋଳନର ସନ୍ଥମାନେ କେଉଁ ଉପାସନା ଉପରେ ଗୁରୁତ୍ୱ ଦେଉଥିଲେ? କହିବା ପିଲାମାନେ, ଭକ୍ତି ଧର୍ମର ସନ୍ଥମାନେ କେଉଁ ଉପାସନା ଉପରେ ଗୁରୁତ୍ୱ ଦେଉଥିଲେ? ଆମର ସରଳ ଓ ନିରାଡମ୍ବର ଧର୍ମ ଉପାସନା ଉପରେ। କହିବା ଉତ୍ତର କହିବା ସର୍ଗିରୁ। ସରଳ ଓ ନିରାଡମ୍ବର ଧର୍ମ ଉପାସନା ଉପରେ ଗୁରୁତ୍ୱ ଦେଉଥିଲେ। ତୃତୀୟ ପ୍ରଶ୍ନ ହେଲା ଭକ୍ତି ଆନ୍ଦୋଳନର ଯେକୌଣସି 3ଟି ସନ୍ଥଙ୍କର ନାମ ଆମେ କହିବା। ଭକ୍ତି ଆନ୍ଦୋଳନର ଯେକୌଣସି 3ଟି ସନ୍ଥଙ୍କର ନାମ କହିବା। ବହୁତ ସୁନ୍ଦର ଉତ୍ତର। କବୀର, ନାନକ ଏବଂ ଶ୍ରୀ ଚୈତନ୍ୟ। ଠିକ, ବହୁତ ସୁନ୍ଦର ଉତ୍ତର, ବହୁତ ବହୁତ ଧନ୍ୟବାଦ। କବୀର, ଗୁରୁ ନାନକ, ଶ୍ରୀ ଚୈତନ୍ୟ, ଜ୍ଞାନେଶ୍ୱର, ନାମଦେବ, ତୁକାରାମ ଆଦି ଅନେକ ସନ୍ଥ ଯେଉଁମାନେ କି ଭକ୍ତି ଆନ୍ଦୋଳନର ପୁରୋଧା ଥିଲେ। ସେମାନେ ହିଁ ଭକ୍ତି ଆନ୍ଦୋଳନର ମାର୍ଗଦର୍ଶକ ଏବଂ ତାଙ୍କ ଦ୍ୱାରା ହିଁ ଭକ୍ତି ଆନ୍ଦୋଳନ ଆରମ୍ଭ ହୋଇଥିଲା। ଠିକ ଅଛି, ତାହେଲେ ପିଲାମାନେ ଆଜି ଆମେ ଆମର ଇତିହାସ ବହିର 5ମ ଅଧ୍ୟାୟର ଧର୍ମ ସଂସ୍କାର ଆନ୍ଦୋଳନ ଏବଂ ଆଞ୍ଚଳିକ ସଂସ୍କୃତିର ବିକାଶ ଯେଉଁ ଅଧ୍ୟାୟ ଅଛି ସେ ବିଷୟରେ ଆମେ ଆଲୋଚନା କରିବା। ତ ପ୍ରଥମେ ଆସିବା ଆଜିର ଯେଉଁ ବିଷୟବସ୍ତୁ ଅଛି। ଯେହେତୁ ଆମର ସୁଫି ଧର୍ମ ଆନ୍ଦୋଳନ ବିଷୟରେ ଆମେ ଆଲୋଚନା କରିବା, ତ ଏହା ପୂର୍ବରୁ ଆମର ଭକ୍ତି ଆନ୍ଦୋଳନ ବିଷୟରେ ଆମେ କିଛି ନା କିଛି ଜାଣିଛୁ ନିଶ୍ଚିତ ଭାବରେ। ତେବେ ଆମେ
आज जो विषय वस्तु अच्छी भक्ति आंदोलन और सूफी धर्म आंदोलन विषय आलोचना तो करवा तो यह पूर्व आम भक्ति आंदोलन विषय जाचे तो आज आम सूफी धर्म आंदोलन विषय आलोचना करवा ताहले एकादश शताब्दी बहु मुसलमान संत धर्म क्षेत्र में रही जटिलता को दूर करने चेष्टा करते सूफी कहुला। वास्तव में सूफी कहले से समय जो माने रेशम लुगा परिधान करुवा मुसलमान संत मान सूफी कहुला से माने मुसलमान संत रूपे समाज रे जना जाउथिले। तो सूफी संत मान मध्य ख्वाजा मोइनुद्दीन चिश्ती थिले अन्यतम जे कि आमर आजमीर राजस्थान आम जानी राजस्थान आजमीर रे अवस्थान करते प्रकृत से माने जन्म होता आमर 1140 से स्थान नामक स्थान में जन्म ग्रहण होता एवं से सूफी आंदोलन प्रथम संत थिले। ता सहित शेख निजामुद्दीन औलिया थिले अन्य जड़े आमर प्रसिद्ध संत। शेख निजामुद्दीन औलिया जे कि जड़े सूफी संत थिले से दिल्ली निकटवर्ती आमर कैसपुर ठारे रोते आम जानी दिल्ली आम राजधानी तो सेठी से ग्यासपुर नामक स्थान में रोते एवं जोटा कि अयोध्यान रो बाबा फरीद एवं गुजरात रो शाह आलम बुकारी मुल्तान रो बहाउद्दीन काजरिया सिलहट रो शेख जियाउद्दीन आदि से समय अन्य सूफी संत थे माने एठी आमे अनेक सूफी संत विषय जानले जो माने कि माने मुसलमान संत थिले एवं हिंदू एवं मुसलमान मान भितर जो धार्मिक जटिलता थिला ताकू दूर करिया पई से माने चेष्टा करथिले। तो यही सब सूफी संत माने सूफी धर्म आंदोलन रो मुख्य पुरोधा साजिथिले एवं आमर मुसलमान धर्मर जो तांकर धार्मिक विषय वस्तु थिला ताहा समाज लोक मान से जनाउथिले जोटा कि उभय हिंदू एवं मुसलमान सबू शुणुथिले तांकटू शिक्षा पाउथिले एवं से धार्मिक जो भेदभाव थिला तो धार्मिक क्षेत्र में जो माने दूरता थिला ताकू दूर करिया पई माने चेष्टा करथिले। एठी आमे देखुथिबा एठी ख्वाजा मोइनुद्दीन चिश्तींकर फोटो अछि एठी आमर ख्वाजा मोइनुद्दीन चिश्ती एवं एठी निजामुद्दीन औलियांकर फोटो चित्र आम देखा पाचु जन आमर सूफी संत थिले। तापरे भक्ति और सूफी धर्म आंदोलन फलाफल भक्ति और सूफी धर्म आंदोलन मध्य जुगरे तो भाव चली भक्ति और सूफी धर्म आंदोलन जो चलता तार फलाफल कौन से विषय आम किसी जाना। भक्ति और सूफी धर्म आलोचना फलाफल हूँ उल्लेखযোग्य धर्म आंदोलन उभय हिंदू एवं मुसलमान को परस्पर निकटवर्ती करथिला। अर्थात भक्ति आंदोलन जो संत माने थिले हिंदू संत माने एवं सूफी आंदोलन जो मुसलमान संत माने थिले से माने उभय हिंदू एवं मुसलमान को परस्पर निकटवर्ती करथिले। अर्थात हिंदू मानकर धर्म ग्रंथर कथा हिंदू संत माने कहिथिले एवं मुसलमान धर्मर जो ग्रंथर कथा समाज को मुसलमान संत माने जणाइथिले जहा द्वारा कि उभय हिंदू एवं मुसलमान माने परस्पर निजर धर्मर आदान प्रदान होता एवं परस्पर को जानी परस्पर धर्म विषय जानी एवं परस्पर निकटवर्ती हो पाते। यह एक आमर नूतन भारतीय संस्कृति विकास दिगरे सहायक होता एवं कबीर नानक भाया जो हिंदू धर्मगुरु माने समाज रे थिबा जाति प्रथा को निंदा करथिले। आमे जानथिबा
ଭାରତରେ ଅନେକ ଧର୍ମ ମତ ପନ୍ଥ ଜାତି ଅନେକ ପ୍ରକାର ମାନେ ସାମାଜିକ ପରମ୍ପରା ରୀତି ଅନୁସାରେ ବିଭିନ୍ନ ଭାଗରେ ଆମେ ଭାଗ ହେଇଛୁ। ତ ଜାତି ପ୍ରଥା ସେମିତି ଗୋଟେ ଆମ ସମାଜର ଗୋଟେ କୁପ୍ରଥା, ଯୋଉଟା କି କବିର ଏବଂ ନାନକ ଆଦି ଧର୍ମଗୁରୁ ମାନେ କଣ କରିଥିଲେ ନା ଜାତି ପ୍ରଥାକୁ ନିନ୍ଦା କରିଥିଲେ ଏବଂ ସମାଜରେ ଜାତି ପ୍ରଥାକୁ ଲୋପ କରିବା ପାଇଁ ଚେଷ୍ଟା କରିଥିଲେ। ଏବଂ ସମାଜରେ ଥିବା ଯୋଉ ନାରୀ ଓ ପୁରୁଷ ତାଙ୍କ ଭିତରେ ଯୋଉ ଭେଦଭାବ ଥିଲା ଯେ ପୁରୁଷମାନେ ଶ୍ରେଷ୍ଠ, ନାରୀମାନେ ପୁରୁଷମାନଙ୍କ ଠାରୁ ଶ୍ରେଷ୍ଠ ନୁହନ୍ତି, ଏଭଳିଆ ଯୋଉ ସମାଜରେ ମାନେ ବିଚାର ଥିଲା ସେଇ ସମୟରେ, ଯୋଉଟା କି ସମାଜର ଗୋଟେ କୁପ୍ରଥା କହିଲେ ଚଳେ। ସେଇ ସମୟରେ ସେଇ ସନ୍ଥମାନେ କଣ କରିଥିଲେ ନା ନାରୀ ମଧ୍ୟ ପୁରୁଷଠାରୁ କୌଣସି ଗୁଣରେ ହୀନ ନୁହେଁ ବୋଲି ସେମାନେ ମାନେ ବିବେଚନା କରିଥିଲେ। ଏବଂ ରାଜସ୍ଥାନର ଜଣେ ରାଜପୁତ ରାଣୀ ଆମେ ଜାଣିଥିବା ମୀରାବାଇ, ଏଠି ଆମର ଚିତ୍ର ଅଛି ମୀରାବାଇ, ସେ ଜଣେ କୃଷ୍ଣ ଭକ୍ତ ଥିଲେ, ବିଷ୍ଣୁ ଭକ୍ତ ଥିଲେ। ଏବଂ ଏଠି ଆମର କବିରଙ୍କର ଫଟୋ ଚିତ୍ର ଆମେ ଦେଖିବାକୁ ପାଉଛୁ, ଗୁରୁ ନାନକ ଦେବଙ୍କର ଫଟୋ ଚିତ୍ର ଦେଖିବାକୁ ପାଉଛୁ, ଯୋଉମାନେ କି ମାନେ ସମାଜର ଯୋଉ କୁପ୍ରଥାକୁ ଦୂର କରିବା ପାଇଁ ଚେଷ୍ଟା କରିଥିଲେ। ଠିକ ସେମିତି ଆମର ରାଜପୁତ ରାଣୀ ମୀରାବାଇ କୃଷ୍ଣଙ୍କର ଭକ୍ତ, ସେ ଆମେ ଜାଣିଛୁ ସେ ତାଙ୍କର ଜୀବନ ଭିତରେ ବହୁତ ସୁନ୍ଦର ସୁନ୍ଦର ଭଜନ ଏବଂ ଜଣାଣ ସବୁ ଗାଉଥିଲେ ଏବଂ ସେ ଭକ୍ତ ହେଇକି ମଧ୍ୟ ସୁନ୍ଦର ଆମର ଏବଂ ସୁଲଳିତ ଗୀତମାନ ରଚନା କରିଥିଲେ। ସୁନ୍ଦର ସୁଲଳିତ ଆମର ଯୋଉ ଭଜନ ତାଙ୍କ ସମୟରେ ସେ ରଚନା କରିଥିଲେ ଏବଂ ବଢ଼ିଆ ସୁନ୍ଦର ସୁନ୍ଦର ଭଜନ ଏବଂ ଜଣାଣ ଗାଇକରି ସମାଜରେ ଥିବା ଲୋକମାନଙ୍କର ମନ ଭିତରେ ଭକ୍ତିର ଭାବନା ସେ ଜାଗ୍ରତ କରୁଥିଲେ। ଜଣେ ରାଣୀ ହେଇକି ମଧ୍ୟ କିପରି ସେ କୃଷ୍ଣ ଭକ୍ତ ହେଇପାରିଥିଲେ ଏବଂ ସୁନ୍ଦର ସୁନ୍ଦର ଗୀତ ସବୁ ରଚନା କରିକି ଆମ ସମାଜକୁ ଦେଇଛନ୍ତି, ଯାହା ଆଜି ବି ଆମ ସମାଜର ଲୋକମାନଙ୍କ ଭିତରେ ଅତି ପ୍ରିୟ ଏବଂ ସେଟା ସେଇ ଭଜନ ସବୁ ଲୋକମାନଙ୍କର ମନକୁ ଛୁଇଁଲା ଭଳିଆ ଭଜନ ସବୁ ସେ ରଚନା କରିଯାଇଛନ୍ତି, ଯାହାକି ଆଜି ମଧ୍ୟ ଲୋକେ ଶୁଣିକିରି ମାନେ ମନରେ ଶାନ୍ତି ପାଉଛନ୍ତି। ତା ସହିତ ଆଉ କଣ ହେଇଥିଲା ନା ଭକ୍ତି ଆନ୍ଦୋଳନ ଫଳରେ ହିନ୍ଦୁମାନେ ମୁସଲମାନ ମାନଙ୍କର ପୀରକୁ ପୂଜା ଉପାସନା କରୁଥିଲେ ଆଉ ଫକୀର ମାନଙ୍କୁ ଦାନ କରୁଥିଲେ। ଅର୍ଥାତ୍ ଯୋଉ ତାଙ୍କର ପୀର ମାନେ ଏଠି ଆମେ ଦେଖୁଥିବା ଏଠି ପୀରଙ୍କର ଚିତ୍ର ଅଛି, ମାନେ ଗୋଟିଏ ଯୋଉଟା କି ଦରଘା କୁହାଯାଏ। ଦରଘା ଠାରେ ସେଠି ଆମର ତାଙ୍କର ପୀର କହିକିରି ଯୋଉ ଉପାସନା ସ୍ଥଳ ଅଛି, ସେଠି ଯାହାଙ୍କୁ ସେମାନେ ପୂଜା କରନ୍ତି ସେ ପୀରକୁ ଉପାସନା କରୁଥିଲେ ଏବଂ ଫକୀର ମାନଙ୍କୁ ଅର୍ଥାତ୍ ମୁସଲମାନ ସନ୍ଥ ମାନଙ୍କୁ ଦାନ ଦଉଥିଲେ। ସେହିପରି ଭାବରେ ମୁସଲମାନ ମାନେ ହିନ୍ଦୁ ଦେବତା ନାରାୟଣଙ୍କ ପ୍ରତି ଭକ୍ତି ପ୍ରଦର୍ଶନ କରୁଥିଲେ। ମାନେ ଯେହେତୁ ଆମେ ଜାଣିଛୁ ମାନେ ହିନ୍ଦୁମାନଙ୍କର ନାରାୟଣ ଯିଏକି ବିଷ୍ଣୁ, ସେ ହିନ୍ଦୁମାନଙ୍କର ଧର୍ମ ବିଶ୍ୱାସ ଅନୁସାରେ ମାନେ ତାଙ୍କର ଭଗବାନ, ତ ସେ ନାରାୟଣଙ୍କ ଯିଏକି ସୃଷ୍ଟିକର୍ତ୍ତା ନିର୍ମାତା ତାଙ୍କର ଭକ୍ତି ପ୍ରଦର୍ଶନ କରିଥିଲେ। ଅର୍ଥାତ୍ ଏଠି ହିନ୍ଦୁମାନେ ମୁସଲମାନଙ୍କର ପୀରଙ୍କୁ ଉପାସନା କରୁଥିଲେ ଏବଂ ମୁସଲମାନ ମାନେ ହିନ୍ଦୁ ଦେବତା ନାରାୟଣଙ୍କ ପ୍ରତି ଭକ୍ତି ପ୍ରଦର୍ଶନ କରି ତାଙ୍କୁ ଉପାସନା କରୁଥିଲେ, ଯାହାଫଳରେ କି ପରସ୍ପର ଭିତରେ ଭେଦଭାବ ଦୂର ହେଇକି ଗୋଟେ ଆତ୍ମୀୟତାର ଭାବ ସମାଜରେ ପ୍ରତିଷ୍ଠିତ ହେଇପାରିଥିଲା। ଏହିଭଳିଆ ଯୋଉ ସାଂସ୍କୃତିକ ମିଳନ ଯୋଗୁଁ ସୁଲତାନ ହୁସେନ ଶାହଙ୍କ ସମୟରେ ବଙ୍ଗଦେଶରେ ସତ୍ୟପୀର ଉପାସନା ପ୍ରସିଦ୍ଧି ଲାଭ କରିଥିଲା। ସତ୍ୟପୀର ଅର୍ଥାତ୍ ଯୋଉ ପୀରକୁ ମୁସଲମାନ ଉପାସନା କରନ୍ତି, ସେଇ ଯେମିତି ଆମେ ରାମ ନାମ ସତ୍ୟ କହୁଛୁ ସେମିତି ସତ୍ୟପୀର ଉପାସନା ପ୍ରସିଦ୍ଧି ଲାଭ କରିଥିଲା। ଅର୍ଥାତ୍ ସମସ୍ତେ କଣ କରୁଥିଲେ ନା ବଙ୍ଗଦେଶରେ ଯୋଉଟା କି ବର୍ତ୍ତମାନର ଯୋଉ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ମିଶିକିରି ଯୋଉ ବଙ୍ଗପ୍ରଦେଶ ଥିଲା ସେଇ ସମୟରେ ସେଠି ସତ୍ୟପୀର ଉପାସନା ମାନେ ଉପାସନା ଯୋଉ ପଦ୍ଧତି ପ୍ରସିଦ୍ଧି ଲାଭ କରିଥିଲା। ଏହି ଭକ୍ତି ଆନ୍ଦୋଳନ ଭାରତର ଏକତା ପ୍ରତିଷ୍ଠା କରିବା ଦିଗରେ ମଧ୍ୟ ସହାୟକ ହୋଇଥିଲା। ଯେହେତୁ ସମାଜ ଭିତରେ ଯଦି ସମସ୍ତଙ୍କ ଭିତରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ରହିବ, ତାହେଲେ ପରସ୍ପରକୁ ଜାଣିବେ, ପରସ୍ପର ସହିତ ଉତ୍ତମ ବ୍ୟବହାର କରିବେ, ସମସ୍ତେ ମିଳିମିଶି ରହିବେ, ଯାହାଦ୍ୱାରା ସମାଜ ଏବଂ ଦେଶର ଉନ୍ନତି ହୋଇଥାଏ। ତେଣୁ ଏହି ଭକ୍ତି ଆନ୍ଦୋଳନ ଏବଂ ସୁଫି ଆନ୍ଦୋଳନ ମାଧ୍ୟମରେ ସମାଜରେ
ସମସ୍ତଙ୍କ ଭିତରେ ଗୋଟେ ପ୍ରକାର ଉତ୍ତମ ସମ୍ପର୍କ ପ୍ରତିଷ୍ଠା ହୋଇପାରିଥିଲା ଏବଂ ଭାରତର ଯେଉଁ ଆମର ଏକତା ଅଖଣ୍ଡତା ପ୍ରତିଷ୍ଠା କରିବା ଦିଗରେ ମଧ୍ୟ ଏହା ସହାୟକ କରିଥିଲା। ଏଠି ଆମେ ଦେଖୁଥିବା ଆମର ନାରାୟଣଙ୍କର ଫଟୋ ଚିତ୍ର ଏବଂ ବୀରଙ୍କର ଫଟୋ ଚିତ୍ର। ତ ଠିକ ସେଇଭଳି କାଲି ଯେ ଆମର ଏବଂ ଆନ୍ଦୋଳନ କେବଳ ଭକ୍ତି ଭାବନା ଜାଗ୍ରତ ହେଇଥିଲା ସେ କଥା ନୁହଁ। ତା ଦ୍ୱାରା କଣ ହେଇଥିଲା ନା ଆମର ଆଞ୍ଚଳିକ ଭାଷା, ସେଇ ସମୟରେ ଆମର ଆଞ୍ଚଳିକ ଭାଷା ସାହିତ୍ୟ, ସଙ୍ଗୀତ ଓ ଚିତ୍ରକଳାର ମଧ୍ୟ ବିକାଶ ଘଟିଥିଲା। ସୁଫି ଆନ୍ଦୋଳନ ଏବଂ ଭକ୍ତି ଆନ୍ଦୋଳନ ମାଧ୍ୟମରେ ଧାର୍ମିକ ଭାବନା ସହିତ ମାନେ ଏକତ ଭାବନା ଜାଗ୍ରତ ହେବା ସାଙ୍ଗେ ସାଙ୍ଗେ ଆମର ଯେଉଁ ଆଞ୍ଚଳିକ ଭାଷା ଏବଂ ଭାରତର ଯେଉଁ ସାହିତ୍ୟ, ସଙ୍ଗୀତ ଏବଂ ଚିତ୍ରକଳାର ମଧ୍ୟ ବିକାଶ ହେଇଥିଲା। ତାହା କେମିତି ହେଇଥିଲା ଏବେ ଆମେ ଜାଣିବା। ପ୍ରକୃତରେ କହିବାକୁ ଗଲେ ଆମ ଭାରତର ଯେଉଁ ସଂସ୍କୃତି, ସାହିତ୍ୟ, ସଙ୍ଗୀତ ଏବଂ ଚିତ୍ରକଳାର ଯେଉଁ ବିକାଶ ଘଟିଥିଲା ସେଗୁଡ଼ିକ ମଧ୍ୟଯୁଗରେ ହିଁ ବେଶୀ ପରିମାଣରେ ହେଇଥିଲା ଏବଂ ସେଗୁଡ଼ିକ ମଧ୍ୟରୁ ଅନେକ ଗୁଡ଼ିଏ ଏବେ ମଧ୍ୟ ଆମେ ଦେଖିବାକୁ ପାଉଛୁ ବା ଆମ ସମାଜରେ ତାହା ପ୍ରଚଳିତ ଅଛି। ଏବେ ପ୍ରଥମେ ଆଲୋଚନା କରିବା ଆଞ୍ଚଳିକ ଭାଷା ଓ ସାହିତ୍ୟର ବିକାଶ କେମିତି ହେଇଥିଲା। ଭକ୍ତି ଧର୍ମ ଆନ୍ଦୋଳନର ପ୍ରଭାବ ଫଳରେ ଆଞ୍ଚଳିକ ଭାଷାରେ ଅନେକ ସାହିତ୍ୟ ରଚିତ ହେଇଥିଲା। ଯେହେତୁ ଭାରତରେ ଅନେକ ଭାଷାଭାଷୀର ଲୋକେ ବସବାସ କରନ୍ତି ଏବଂ ପ୍ରାୟ ପ୍ରତି ଅଞ୍ଚଳର ଭାଷା ସ୍ୱତନ୍ତ୍ର ରହିଛି। ଏଠି ଅନେକ ଭାଷାଭାଷୀର ଲୋକ ଅଛନ୍ତି। ତେଣୁ ଯେତେବେଳେ ଆମର ଭକ୍ତି ଆନ୍ଦୋଳନ ଏବଂ ସୁଫି ଆନ୍ଦୋଳନର ପ୍ରଭାବ ସାରା ଭାରତବର୍ଷରେ ପଡ଼ିଲା, ସେହି ସମୟରେ ଗୋଟେ ଅଞ୍ଚଳର ଭାଷା ଆଉ ଗୋଟେ ଅଞ୍ଚଳର ଲୋକେ ବୁଝିବାକୁ ଅସୁବିଧା ହେଲା। ତେଣୁ ସେହି ସମୟରେ ଆଞ୍ଚଳିକ ଭାଷାର ମଧ୍ୟ ଅନେକ ସାହିତ୍ୟ ରଚିତ ହୋଇଥିଲା। ଯେହେତୁ ସେହି ଆଞ୍ଚଳିକ ଭାଷା ବ୍ୟବହାର କରୁଥିବା ଲୋକମାନେ ସହଜରେ ବୁଝିପାରିବେ ଏବଂ ସେହି ଧର୍ମ ଶାସ୍ତ୍ର ପଢ଼ିପାରିବେ, ଶୁଣିକି ବୁଝିପାରିବେ, ପଢ଼ିକି ବୁଝିପାରିବେ, ସେହି ହିସାବରେ ଅନେକ ଭାଷାର ଆମର ସାହିତ୍ୟ ରଚିତ ହୋଇଥିଲା। ତ ଭକ୍ତି ଧର୍ମର ପ୍ରଚାରକ ମାନେ ସେମାନଙ୍କର ଧର୍ମବାଣୀକୁ ଆଞ୍ଚଳିକ ଭାଷାରେ ପ୍ରଚାର କରୁଥିଲେ। ଯେହେତୁ ଆଞ୍ଚଳିକ ଭାଷା ସମସ୍ତଙ୍କର ବୋଧଗମ୍ୟ ହୁଏ, ତେଣୁ ସେହି ସମୟର ଯେଉଁ ଭକ୍ତି ଧର୍ମର ପ୍ରଚାରକ ମାନେ ଥିଲେ ଆମର କବୀର, ନାନକଜୀ ଏବଂ ଅନେକ ଯେଉଁ ପ୍ରଚାରକ ସେମାନେ ଆଞ୍ଚଳିକ ଭାଷାରେ ତାଙ୍କର ଧର୍ମବାର୍ତ୍ତା ଦେଉଥିଲେ। ତେଣୁ ତେଲୁଗୁ, ଆମର ତାମିଲ, କନ୍ନଡ଼, ଗୁଜରାଟୀ, ମରାଠୀ, ହିନ୍ଦୀ, ବଙ୍ଗାଳୀ, ଓଡ଼ିଆ ଏବଂ ପଞ୍ଜାବୀ ଭାଷାରେ ଲିଖିତ ଭକ୍ତି ସଙ୍ଗୀତ ଗୁଡ଼ିକ ଲୋକମାନଙ୍କ ଦ୍ୱାରା ଆଦୃତ ହେଉଥିଲା। ସାଧାରଣତଃ ଯେଉଁ ମୁଖ୍ୟ ଭାଷା ଥିଲା ଆମ ଭାରତବର୍ଷର ତେଲୁଗୁ, ତାମିଲ, କନ୍ନଡ଼, ଗୁଜରାଟୀ, ମରାଠୀ, ହିନ୍ଦୀ, ବଙ୍ଗଳା, ଓଡ଼ିଆ ଓ ପଞ୍ଜାବୀ ଭାଷା ଏଗୁଡ଼ିକ ଲୋକମାନଙ୍କ ଦ୍ୱାରା ଆଦୃତ ହୋଇଥିଲା। ଏବଂ କ'ଣ ହେଇଥିଲା ନା ସଂସ୍କୃତରେ ଲିଖିତ ଅନେକ ପୁସ୍ତକ ମାତୃଭାଷାରେ ଅନୁବାଦ ହେଇଥିଲା। ଯେହେତୁ ସଂସ୍କୃତ ହେଉଛି ଆମର ପ୍ରାଚୀନ ଭାଷା ଏବଂ ସବୁ ଭାଷାର ଜନନୀ, ତେଣୁ ଭାରତର ଅଧିକାଂଶ ଯେଉଁ ପୁରାଣ, ବେଦ, ଉପନିଷଦ ଅନେକ ଜିନିଷ ସଂସ୍କୃତରେ ଲିଖିତ ହୋଇଥିଲା। ତେଣୁ ତାକୁ ସହଜ ଏବଂ ବୋଧଗମ୍ୟ କରିବା ପାଇଁ ଅନେକ ସବୁ ମାତୃଭାଷାରେ ଅନୁବାଦ କରାଯାଇଥିଲା, ଯାହାଫଳରେ କି ଆଞ୍ଚଳିକ ଭାଷା ଜାଣୁଥିବା ଲୋକମାନେ ତାକୁ ସହଜରେ ବୁଝିକି ପଢ଼ିପାରିଲେ। ତା ସହିତ ଆମର ବଙ୍ଗଳାର ହଂସରିତ ସାହା, ଯିଏକି ମହାଭାରତ ଏବଂ ରାମାୟଣକୁ ବଙ୍ଗଳା ଭାଷାରେ ଅନୁବାଦ କରିଥିଲେ। ଏଠି ଆମର ଯେଉଁ ମହାଭାରତ କାବ୍ୟ ଏବଂ ରାମାୟଣ ଯେଉଁ କାବ୍ୟ ସବୁ ସଂସ୍କୃତ ଭାଷାରେ, ମୂଳତଃ ସଂସ୍କୃତ ଭାଷାରେ ଲେଖା ହେଇଥିଲା, ତାକୁ ଆମର ହଂସରିତ ସାହା ମହାଭାରତ ଏବଂ ରାମାୟଣକୁ ବଙ୍ଗଳା ଭାଷାରେ ଅନୁବାଦ କରିଥିଲେ, ଯାହାଦ୍ୱାରା ବଙ୍ଗଳା ଭାଷାଭାଷୀ ଲୋକମାନଙ୍କୁ ରାମାୟଣ ଏବଂ ମହାଭାରତ ବୁଝିବାରେ ସହଜ ହୋଇଥିଲା। ତ ସହିତ ସୁଫି ସନ୍ଥ ମାନେ କ'ଣ କଲେ ନା ହିନ୍ଦୀରେ ଲିଖିତ ଭକ୍ତି ସଙ୍ଗୀତ ଗୁଡ଼ିକ ବିଭିନ୍ନ ସଙ୍ଗୀତ ସମାରୋହରେ ଗାନ କରୁଥିଲେ। ମାନେ ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ ସେମାନେ କ'ଣ କରୁଥିଲେ ନା ହିନ୍ଦୀରେ ଲିଖିତ ଭକ୍ତି ସଙ୍ଗୀତ ଗୁଡ଼ିକ ସଙ୍ଗୀତ ସମାରୋହ ହେଉଥିଲା ସେଠି ସେମାନେ। ଏବଂ ସୁଫି ସନ୍ଥ ମାନଙ୍କ ମଧ୍ୟରୁ ଯେଉଁମାନେ ମୁଖ୍ୟତଃ ଥିଲେ ମାଲିକ,
ମହମ୍ମଦ ଜୈସି, ଯିଏକି ହିନ୍ଦୀ ଭାଷାରେ ପଦ୍ମାବତୀ କାବ୍ୟ ରଚନା କରିଥିଲେ ଏବଂ ଅମୀର ଖୁସରୁ ହିନ୍ଦୀରେ ଅନେକ ପୁସ୍ତକ ରଚନା କରିଥିଲେ। ସେହିପରି ତୁଳସୀଦାସ ହିନ୍ଦୀରେ ରାମଚରିତ ମାନସ ରଚନା କରିଥିଲେ। ଏହା ହେଉଛି ଆମର ରାମଚରିତ ମାନସ। ଏଇଟା ହେଉଛି ଆମର ପଦ୍ମାବତ, ଯୋଉଟା କି ଆମର ଭାଷାର ଆମର ମହମ୍ମଦ ଜୈସି କରିଥିଲେ। ତା ସହିତ ପାର୍ସୀ ଏବଂ ହିନ୍ଦୀ ଭାଷା ସମ୍ମିଶ୍ରଣରେ ଉର୍ଦ୍ଦୁ ଭାଷା ସୃଷ୍ଟି ହୋଇଥିଲା, ଯାହା ଉତ୍ତର ଓ ଦକ୍ଷିଣ ଭାରତରେ ବହୁଳ ଭାବରେ ପ୍ରଚଳିତ ହେଉଥିଲା। ପାର୍ସୀ ଏବଂ ହିନ୍ଦୀ, ପାର୍ସୀ ମାନେ ପାରସ୍ୟ, ଯୋଉଟା କି ଆମେ ଏବେ ଇରାନ କହୁଛୁ। ତ ସେ ପାରସ୍ୟର ଭାଷା ଏବଂ ଭାରତର ହିନ୍ଦୀ ଭାଷା ମିଶ୍ରଣରେ ଉର୍ଦ୍ଦୁ ଭାଷା ସୃଷ୍ଟି ହୋଇଥିଲା, ଯାହା ଉତ୍ତର ଓ ଦକ୍ଷିଣ ଭାରତରେ ବହୁଳ ଭାବରେ ପ୍ରଚଳିତ ହେଉଥିଲା। ତା ସହିତ ଆମର ଦକ୍ଷିଣ ଭାରତରେ ବିଜୟନଗର ରାଜା କୃଷ୍ଣଦେବ ରାୟ ତେଲୁଗୁ ଭାଷାରେ ଆମୁକ୍ତ ମାଲ୍ୟଦା, ଦକ୍ଷିଣ ଭାରତର ଆମର ବିଜୟନଗର ରାଜା କୃଷ୍ଣଦେବ ରାୟ ତେଲୁଗୁ ଭାଷାରେ ଆମୁକ୍ତ ମାଲ୍ୟଦା କାବ୍ୟ ରଚନା କରିଥିଲେ। ତା ସହିତ ଏହି ସମୟରେ ଓଡ଼ିଶାରେ ମଧ୍ୟ ଆମର ଅନେକ ଭକ୍ତି ଆନ୍ଦୋଳନର ସନ୍ଥ, ଯେଉଁମାନେ କି ବିଭିନ୍ନ ଯୋଉ ଶାସ୍ତ୍ର ଅଛି ତାକୁ ମଧ୍ୟ ଓଡ଼ିଆ ଭାଷାରେ ଅନୁବାଦ କରିଥିଲେ। ସେହି କ୍ରମରେ ଆମର ଓଡ଼ିଆ ଭାଷାରେ ଶାରଳା ଦାସଙ୍କର ମହାଭାରତ, ଜଗନ୍ନାଥ ଦାସଙ୍କର ଭାଗବତ ଏବଂ ବଳରାମ ଦାସଙ୍କର ଦାଣ୍ଡି ରାମାୟଣ ଆଦି ଗ୍ରନ୍ଥ ସେହି ସମୟରେ ରଚିତ ହୋଇଥିଲା, ଯୋଉଟାକି ଆମ ସମାଜରେ ବାସ କରୁଥିବା ଲୋକମାନଙ୍କୁ ଯେଉଁ ଧାର୍ମିକ ପୁସ୍ତକ ଉଭୟ ହିନ୍ଦୁ ଏବଂ ମୁସଲିମ ଧର୍ମର ଯେଉଁ ଧର୍ମ ପୁସ୍ତକ ଗୁଡ଼ିକ ବିଭିନ୍ନ ଭାଷାରେ ରଚିତ ହେବା କାରଣରୁ ଲୋକମାନଙ୍କ ସହଜରେ ବୁଝିପାରିଲେ ଏବଂ ପରସ୍ପର ପ୍ରତି ଯେଉଁ ଧାର୍ମିକ ଭାବନାର ଆଦାନ ପ୍ରଦାନ ହୋଇପାରିଲା ଏବଂ ସମାଜରେ ଏକ ସୁନ୍ଦର ବାତାବରଣ ପ୍ରତିଷ୍ଠିତ ହୋଇପାରିଥିଲା ସେହି ସମୟରେ। ତାପରେ ଆସିବା ଆମର ଚିତ୍ରକଳାର ବିକାଶ। ମଧ୍ୟଯୁଗର ଏବେ ବି ଆମେ ଦେଖୁଥିବା, ଯୋଉଠି ବି ଯାଉଛୁ ଏବେ ସାଧାରଣତଃ ଯେଉଁ ବଡ଼ ବଡ଼ ସହର, ବଡ଼ ବଡ଼ ଯେଉଁ ନଗରମାନଙ୍କୁ ଆମେ ଯଦି ବୁଲିବାକୁ ଯାଉଛୁ, ତାହେଲେ କାନ୍ଥମାନଙ୍କରେ ଅନେକ ପ୍ରକାର ଚିତ୍ର ସବୁ ଅଙ୍କା ହେଇଛି। ଆମ ବିଦ୍ୟାଳୟର କାନ୍ଥମାନଙ୍କରେ ମଧ୍ୟ ଅନେକ ପ୍ରକାର ସବୁ ଚିତ୍ର ଅଙ୍କା ହେଉଛି। ଆଜି ଆମେ ଦେଖୁଥିବା ସବୁ ସ୍କୁଲ ଗୁଡ଼ାକ, ସବୁ ଅଙ୍ଗନବାଡ଼ି କେନ୍ଦ୍ର, ବିଭିନ୍ନ ବଡ଼ ବଡ଼ ସହରମାନଙ୍କର କାନ୍ଥମାନଙ୍କରେ ବହୁତ ସୁନ୍ଦର ସୁନ୍ଦର ଚିତ୍ର ସବୁ ଅଙ୍କା ହେଇଛି। ମାନେ ଯେଉଁମାନେ ଖେଳରେ, ବିଜ୍ଞାନରେ ବିଭିନ୍ନ ପ୍ରକାର ଯେଉଁ ବିଶିଷ୍ଟ ବ୍ୟକ୍ତିମାନଙ୍କର ଚିତ୍ର ସବୁ ଅଙ୍କା ହେଉଛି। ମଧ୍ୟଯୁଗରେ ମଧ୍ୟ ଠିକ୍ ସେହିପରି କାନ୍ଥମାନଙ୍କରେ ବଡ଼ ବଡ଼ ଚିତ୍ର ଅଙ୍କନ କରାଯାଉଥିଲା। ମୁଖ୍ୟତଃ ସେହି ସମୟରେ ଯେହେତୁ ଆମର ରାଜାମାନେ ଶାସନ କରୁଥିଲେ ଏବଂ ସେତେବେଳେ ଆମର ରାଜବାଟୀକୁ ସୁନ୍ଦର କରିବା ପାଇଁ ଏହାର କାନ୍ଥରେ ବଡ଼ ବଡ଼ ସୁନ୍ଦର ସବୁ ଚିତ୍ରମାନ ଅଙ୍କନ କରାଯାଉଥିଲା। ସେ ସମୟରେ ମାନେ ରାଜାମାନଙ୍କ ଦ୍ୱାରା ଶାସିତ ହେଉଥିଲେ, ତ ରାଜା ଉଆସକୁ ଯେମିତି ବି ହେଲେ ବି ସୁନ୍ଦର କରିବା ପାଇଁ ତାଙ୍କର କାନ୍ଥମାନଙ୍କରେ ବଡ଼ ବଡ଼ ସୁନ୍ଦର ଚିତ୍ର ସବୁ ଅଙ୍କା ହେଉଥିଲା। ତାପରେ ସ୍ଥାନୀୟ ଶାସନ ସମୟରେ ମଧ୍ୟ ବହିକୁ, ଯେଉଁ ବହି ସବୁ ରଚନା କରାହେଉଥିଲା, ତ ବହିର ଯେଉଁ ଭିତର ଅଂଶ ଏବଂ ତାର ଯେଉଁ ଉପର ଅଂଶ କଭର କହୁଛୁ, ଏବଂ ଭିତରେ ମଧ୍ୟ ସୁନ୍ଦର ସୁନ୍ଦର ସବୁ ଚିତ୍ର ସବୁ ଅଙ୍କା ହେଉଥିଲା, ଯାହାକି ଛୋଟ ଛୋଟ ଚିତ୍ରମାନ ଅଙ୍କା ହେଉଥିଲା। ତା ସହିତ ସେଥିରେ ବିଭିନ୍ନ ପ୍ରକାର ରଙ୍ଗରେ ମଧ୍ୟ ରଙ୍ଗାୟିତ କରାଯାଉଥିଲା, ରଙ୍ଗ ଦ୍ୱାରା ମଧ୍ୟ ଅଙ୍କା ଯାଉଥିଲା। ଅନେକ ସମୟରେ ରାଜାମାନଙ୍କର କ'ଣ ନା ଚିତ୍ରକୁ ମଧ୍ୟ ରଙ୍ଗ ଦିଆଯାଇ ଆକର୍ଷଣୀୟ କରାଯାଉଥିଲା। ଏହି ସମୟରେ ଯେହେତୁ ଆମର ରାଜତନ୍ତ୍ର ଥିଲା, ରାଜାମାନଙ୍କୁ ଖୁସି କରିବା ପାଇଁ ରାଜାଙ୍କର ଉଆସ, ରାଜାଙ୍କର ଚିତ୍ରକୁ ମଧ୍ୟ ବିଭିନ୍ନ ସ୍ଥାନରେ ଆକର୍ଷଣୀୟ ଢଙ୍ଗରେ ଅଙ୍କା ଯାଉଥିଲା। ଠିକ୍ ସେମିତି ମୁସଲମାନ ଶାସକ ଆକବର, ତାଙ୍କ ନାଁ ବି ଆମେ ଶୁଣିଥିବା। ସେ ଜଣେ ମୁସଲମାନ ଶାସକ ଥିଲେ। ତ ସେ ତସବିରଖାନା ନିର୍ମାଣ କରିଥିଲେ, ଯୋଉଟାକି ଚିତ୍ରକରମାନେ ଯେଉଁ ଥିଲେ ତାଙ୍କ ପାଇଁ କାର୍ଯ୍ୟଶାଳା, ଅର୍ଥାତ୍ ସବୁ ଚିତ୍ରକରମାନେ ଆସୁଥିଲେ ଏବଂ ସେଇ ତସବିରଖାନାରେ କ'ଣ କରୁଥିଲେ ନା ବିଭିନ୍ନ ଚିତ୍ର ସବୁ ମିଳିମିଶିକି ନିର୍ମାଣ କରୁଥିଲେ ସମସ୍ତେ ମିଶିକି। ଏଠାରେ ବିଭିନ୍ନ ପ୍ରକାର ମାନେ
ଅଞ୍ଚଳରୁ ଚିତ୍ରକର ମାନେ ଆସୁଥିଲେ, ଏକାଠି ହେଉଥିଲେ ଏବଂ ରାଜାଙ୍କର ଯାହା ଆଦେଶ ଥିଲା ବା ସେ ସମୟରେ ଯାହା ଆବଶ୍ୟକ ଥିଲା ସେଇ ସବୁ ଚିତ୍ର ସେମାନେ ଏଠି ଆଙ୍କୁଥିଲେ। ତାପରେ ଆମର ସେ ଯୋଉ ଚିତ୍ରକର ମାନେ ଥିଲେ ଭାରତୀୟ ଏବଂ ପାର୍ସୀ ଚିତ୍ରକଳାର ସମ୍ମିଶ୍ରଣର ଏକ ନୂଆ ଚିତ୍ରକଳାର ଶୈଳୀର ବିକାଶ ଆମର ଘଟାଇଥିଲେ। ସାଧାରଣତଃ ଆମର ଶିକାର କରିବାର ଦୃଶ୍ୟ, ପଶୁ ପକ୍ଷୀ ମାନଙ୍କର ଚିତ୍ର, ରାଜଦରବାରର ଦୃଶ୍ୟ, ଏହି ସବୁ ଚିତ୍ର ଗୁଡ଼ିକ ବିଶେଷ ଭାବରେ ସ୍ଥାନ ପାଉଥିଲା। ଏହିଭଳି ଭାବରେ ସେହି ସମୟରେ ଚିତ୍ରକଳାର ବିକାଶ ପାଇଁ ରାଜା ସମ୍ରାଟ ମାନେ ସବୁ କାର୍ଯ୍ୟ ସହଯୋଗ କରୁଥିଲେ ଏବଂ ପ୍ରୋତ୍ସାହନ ମଧ୍ୟ ଦେଉଥିଲେ। ତ ସେ ସମୟରେ ଚିତ୍ରକଳାରେ ଯେଉଁ ରଙ୍ଗ ସବୁ ପ୍ରୟୋଗ ହେଉଥିଲା, ନାଲି ଏବଂ ଉଜ୍ଜଳ ନୀଳ ରଙ୍ଗର ବହୁଳ ଭାବରେ ବ୍ୟବହାର କରାଯାଉଥିଲା। ତ ଆକବର ତାଙ୍କର ଯେଉଁ ଦରବାର ଥିଲା, ଦରବାରରେ ଅନେକ ଦକ୍ଷ ଚିତ୍ରକର ମାନଙ୍କୁ ଚିତ୍ର ତିଆରି କରିବା ପାଇଁ ନିଯୁକ୍ତ କରିଥିଲେ। ମାନେ ସେ ଚିତ୍ରକଳାକୁ ସମ୍ମାନ ଜଣାଉଥିଲେ ଏବଂ ଚିତ୍ରକଳାର କେମିତି ଅଧିକରୁ ଅଧିକ ଚିତ୍ରକର ମାନେ ତାଙ୍କର ଉନ୍ନତ କଳା କୌଶଳ ପ୍ରଦର୍ଶନ କରିପାରିବେ ଏବଂ ଚିତ୍ରକଳାର ବିକାଶ ହେବ ସେ ଦୃଷ୍ଟିରୁ ସେ ବହୁତ ଚେଷ୍ଟା କରିଥିଲେ ଏବଂ ସ୍ୱତନ୍ତ୍ର ଭାବରେ ଚିତ୍ରକର ମାନଙ୍କୁ ସେମାନେ ନିଯୁକ୍ତି ଦେଇଥିଲେ ଆକବର ନିଜେ। ତ ସେମାନଙ୍କ ମଧ୍ୟରେ ବସୱନ୍ତ ଓ ବସୱାନୀ ଦୁଇ ଜଣ ମୁଖ୍ୟ ଚିତ୍ରକର ଥିଲେ ଆକବରଙ୍କର ରାଜଦରବାରରେ। ଆକବରଙ୍କର ବ୍ୟତୀତ ଅନ୍ୟ ମୋଗଲ ଶାସକ ମଧ୍ୟ ଦାକ୍ଷିଣାତ୍ୟର ଅନେକ ପ୍ରାଦେଶିକ ରାଜାମାନଙ୍କର ପୃଷ୍ଠପୋଷକତାରେ ଚିତ୍ରକାର ମାନେ ଅନେକ ଉନ୍ନତି ହେଇଥିଲା ବା ଚିତ୍ରକଳାର ଅନେକ ଉନ୍ନତି ହେଇଥିଲା। ଚିତ୍ରକର ମାନଙ୍କର ମଧ୍ୟ ଅନେକ ଉନ୍ନତି ହେଇଥିଲା। ସେମାନେ ବି ତାଙ୍କର ମାନେ ଚିତ୍ରକଳାର ପ୍ରଦର୍ଶନ କରିବାରେ ସାହାଯ୍ୟ ସହଯୋଗ ପାଉଥିଲେ ଚିତ୍ରକର ମାନେ। ତାପରେ ଆସିବା ଆମର ସଙ୍ଗୀତ କଳାର ବିକାଶ। ମଧ୍ୟଯୁଗୀୟ ରାଜା ଏବଂ ସାମନ୍ତ ମାନଙ୍କର ପୃଷ୍ଠପୋଷକତାରେ ସଙ୍ଗୀତ କଳାର ଉନ୍ନତି ହେଇଥିଲା। ଅର୍ଥାତ୍ ରାଜା ଏବଂ ସାମନ୍ତ ମାନେ ଯୋଉ ଥିଲେ ସେମାନେ ମଧ୍ୟ ସଙ୍ଗୀତ କଳାର ବିକାଶ ବା ଉନ୍ନତି ପାଇଁ ଅନେକ ପ୍ରକାର ସାହାଯ୍ୟ ସହଯୋଗ ତାଙ୍କ ସମୟରେ ସେମାନେ ପ୍ରଦାନ କରୁଥିଲେ। ଠିକ ସେମିତି ସୁଫି ଓ ଭକ୍ତି ଧର୍ମର ପ୍ରଚାରକ ମାନେ ସଙ୍ଗୀତ ସମାବେଶ ଆୟୋଜନ କରି ଭକ୍ତି ସଙ୍ଗୀତ ଗୁଡ଼ିକ ଜନପ୍ରିୟ କରାଇଥିଲେ। ଅର୍ଥାତ୍ ଯୋଉ ସୁଫି ଓ ଭକ୍ତି ଧର୍ମର ପ୍ରଚାରକ ମାନେ ଅର୍ଥାତ୍ ସନ୍ଥ ସାଧୁ ମାନେ ସେମାନେ ମଧ୍ୟ ତାଙ୍କର ଯୋଉ ପ୍ରବଚନ ଦଉଥିଲେ ପ୍ରବଚନ ଦେବା ସମୟରେ ଯୋଉ ସଙ୍ଗୀତ ସମାବେଶ ହଉଥିଲା এই ସମୟରେ ସେମାନେ ତାଙ୍କର ଭକ୍ତି ସଙ୍ଗୀତ ଗୁଡ଼ିକ ସୁନ୍ଦର ଭାବରେ ସେଠି ଗାନ କରୁଥିଲେ ଏବଂ ସମସ୍ତଙ୍କର ସେଟା ପ୍ରିୟ ହେଇପାରିଥିଲା। ଠିକ ସେମିତି ଅମୀର ଖୁସରୁ କବାଲି ମାଧ୍ୟମରେ ସୁଫି ଧର୍ମର ସଙ୍ଗୀତ ଗୁଡ଼ିକ ଜନପ୍ରିୟ କରାଇଥିବା ବେଳେ ଭକ୍ତି ଧର୍ମର ଗୀତ ଗୁଡ଼ିକ କୀର୍ତ୍ତନ ମାଧ୍ୟମରେ ଲୋକମାନଙ୍କ ପାଖରେ ପହଞ୍ଚି ପାରିଥିଲା। ମାନେ ସୁଫି ମାନଙ୍କର ଆମେ ଜାଣିଥିବା କବାଲି ସୁନ୍ଦର ଭାବରେ ସେମାନେ ତାଙ୍କର ଧର୍ମର ଯୋଉ ବିଷୟ ଗୁଡ଼ିକ ଗୀତ ମାଧ୍ୟମରେ ସେମାନେ ମାନେ ଗାଇଥାନ୍ତି, ଯୋଉଟାକି ଲୋକମାନଙ୍କୁ ବୁଝିବାରେ ଜାଣିବାରେ ସହଯୋଗ ହୋଇଥାଏ। ଠିକ ସେମିତି ଭକ୍ତି ଆନ୍ଦୋଳନର ଯୋଉ ସନ୍ଥମାନେ ସେମାନେ ମଧ୍ୟ ଧର୍ମ ଗୀତ ଗୁଡ଼ିକ କୀର୍ତ୍ତନ ମାଧ୍ୟମରେ ଲୋକମାନଙ୍କ ପାଖରେ ପହଞ୍ଚାଇ ପାରିଥିଲେ ଆଉ ସେ ସମୟରେ ସେଟା ପହଞ୍ଚି ପାରିଥିଲା ଲୋକମାନଙ୍କ ସମାଜ ଭିତରେ। ଆଜି ମଧ୍ୟ ବି ଦେଖୁଥିବା ଆମେ ଅନେକ ଜାଗାରେ ମାନେ ମୁସଲମାନ ମାନଙ୍କର କବାଲି ଧର୍ମରେ ଥିବା ଯୋଉ କୀର୍ତ୍ତନ ଆଜି ବି ସେଟା ଅତି ଲୋକପ୍ରିୟ ଏବଂ ଭାରତବର୍ଷର ଯୋଉ ଅଞ୍ଚଳକୁ ଯିବା ସେଠି ଆମେ ଦେଖିବାକୁ ପାଇଥାଉ। ତାପରେ ଭାରତୀୟ ଓ ପାର୍ସୀ ସଙ୍ଗୀତର ମିଳନରେ ଭାରତରେ ପ୍ରଚଳିତ ଶାସ୍ତ୍ରୀୟ ସଙ୍ଗୀତରେ ଉନ୍ନତି ହେଇଥିଲା। ଆମର ଯୋଉ ଶାସ୍ତ୍ରୀୟ ସଙ୍ଗୀତ ବିଭିନ୍ନ ପ୍ରକାର ସଙ୍ଗୀତ ଅଛି, ସେଇ ଭିତରୁ ଯୋଉ ଶାସ୍ତ୍ରୀୟ ସଙ୍ଗୀତ ଅର୍ଥାତ୍ ଯୋଉଟା ପ୍ରାଚୀନ କାଳର ସଙ୍ଗୀତ ଶାସ୍ତ୍ରୀୟ ସଙ୍ଗୀତର ଉନ୍ନତି ହେଇଥିଲା ଭାରତୀୟ ଏବଂ ପାର୍ସୀ ଆମର ସଙ୍ଗୀତର ମିଳନରେ। ଠିକ ସେମିତି ଅମୀର ଖୁସରୁ ସଙ୍ଗୀତ କଳାର ଜଣେ ପ୍ରତିଭାବାନ ବ୍ୟକ୍ତି ଥିଲେ। ଅମୀର ଖୁସରୁ ଯିଏକି ଆମର ସଙ୍ଗୀତ କଳାର ଜଣେ ପ୍ରତିଭାବାନ ବ୍ୟକ୍ତି ସେଇ ମଧ୍ୟ ଯୁଗରେ ଥିଲେ। ତାଙ୍କର ଯୋଉ ସଙ୍ଗୀତ କଳା ବହୁତ ବିକଶିତ ଥିଲା ଏବଂ ସେ ଜଣେ ପ୍ରତିଭାବାନ ବ୍ୟକ୍ତି ଥିଲେ।
ତା ସହିତ ଅମୀର ଖୁସରୁ ସେ ପର୍ସିଆ ଆରବୀୟ ସଙ୍ଗୀତ ଲୋକମାନଙ୍କ ନିକଟରେ ପରିଚିତ କରାଇଥିଲେ। ଏହାଛଡ଼ା ସେ ଜଣେ ଜଣାଶୁଣା କବି ଏବଂ ସଙ୍ଗୀତ ମଧ୍ୟ ଥିଲେ ଅମୀର ଖୁସରୁ। ସେ ସିତାର ଯନ୍ତ୍ର ନିର୍ମାଣ କରିଥିଲେ। ତାଙ୍କର ନିଜର ପ୍ରୟାସରେ ଅମୀର ଖୁସରୁ ସେ କ'ଣ କରିଥିଲେ ନା ସିତାର ଯନ୍ତ୍ର, ଏଠି ଆମେ ଦେଖିବାକୁ ପାଉଥିବା ଏଠି ସିତାର ଯନ୍ତ୍ର ଅଛି। ଏଟା ହେଉଛି ସିତାର ଯନ୍ତ୍ର, ଯୋଉଟା କି ଅମୀର ଖୁସରୁ ନିଜେ ନିର୍ମାଣ କରିଥିଲେ। ସେ ସମୟରେ ତବଲା ଏବଂ ସାରଙ୍ଗ ବାଦ୍ୟ ଯନ୍ତ୍ର ଲୋକମାନଙ୍କ ପାଖରେ ବେଶ ଆଦର ଥିଲା। ଏଠି ଆମେ ତବଲା ଦେଖୁଛୁ ଏବଂ ସାରଙ୍ଗୀ ବାଦ୍ୟ ହେଉଛି ସାରଙ୍ଗୀ ବାଦ୍ୟ ଦେଖୁଥିବା। এই ସାରଙ୍ଗୀ ବାଦ୍ୟ ମାନେ ଆମ ଅଞ୍ଚଳରେ ବି ଦେଖାଯାଏ। ଯୋଉ ମାନେ ସନ୍ଥ ମାନେ ବୁଲି ବୁଲି ଘରେ ଘରେ ମାନେ ଭଗବାନଙ୍କର ଭକ୍ତି ସଙ୍ଗୀତ ଗାନ କରିଥାନ୍ତି ଏବଂ ସେଠୁ କିଛି ମାନେ ତାଙ୍କୁ ଦାନ ଲୋକମାନେ କରିଥାନ୍ତି, ସେଥିରେ ସେମାନେ ଚଳିଥାନ୍ତି। ଅର୍ଥାତ୍ ବୁଲି ବୁଲିକି ସାରଙ୍ଗୀ ବଜେଇକି ସେମାନେ କ'ଣ କରନ୍ତି ନା ଭଗବାନଙ୍କର ଗୁଣଗାନ କରନ୍ତି ପ୍ରତ୍ୟେକ ଘର ଘର ବୁଲିକିରି ଏବଂ ସେଠୁ କିଛି ଯାହା ପାଆନ୍ତି ସେଥିରେ ସେମାନେ ଚଳିଥାନ୍ତି। ସେଇଭଳି ଭାବରେ ଅନେକ ଆମର ବାଦ୍ୟଯନ୍ତ୍ର ଲୋକମାନଙ୍କ ପାଖରେ ଆଦୃତ ହେଇଥିଲା ଏବଂ ହିନ୍ଦୁ ଧର୍ମ ଓ ଇସଲାମ ଧର୍ମର ମିଳନ ଫଳରେ ଉଭୟ ଧର୍ମର ଲୋକମାନେ କ'ଣ କରିଥିଲେ ନା ଉତ୍ତମ ବୁଝାମଣା ସୃଷ୍ଟି ହେଇଥିଲା। ଯାହାର ଫଳସ୍ୱରୂପ ଭାରତରେ ସୁଫି ଓ ଆମର ଭକ୍ତି ଧର୍ମର ପ୍ରଚାର ହୋଇ ବିଭିନ୍ନ ପ୍ରକାର ଆଞ୍ଚଳିକ ଭାଷା ମାନେ ମୁଖ୍ୟତଃ ଯୋଉ ସୁଫି ଏବଂ ଭକ୍ତି ଧର୍ମର ପ୍ରଚାର ହେବା ଦ୍ୱାରା ବିଭିନ୍ନ ପ୍ରକାର ଯୋଉ ଆଞ୍ଚଳିକ ଭାଷା, ଯେହେତୁ ଗୋଟେ ଅଞ୍ଚଳର ଲୋକେ ଅନ୍ୟ ଅଞ୍ଚଳର ଭାଷା ବୁଝିବାରେ କଷ୍ଟ ହେଉଥିଲା, ତ ସେ ସମୟରେ ମୂଳ ଭାଷାରେ ଲେଖାଥିବା ଯୋଉ ଧର୍ମ ପୁସ୍ତକ ଗୁଡାକ ଆଞ୍ଚଳିକ ଭାଷାରେ ଲେଖା ହେଲା, ଯାହାଦ୍ୱାରା କି ଭାଷାର ବିକାଶ ହେଲା। ତାପରେ ନୂଆ ନୂଆ ସବୁ ଜିନିଷ ଲେଖାଗଲା। ସେଇ କ୍ରମରେ ଆମର ଦେଖିଥିବା ଯେ ଜାଣିଥିବା ଯେ ସୁରଦାସ ସୁସାଗର ରଚନା କରିଥିଲେ ସେଇ ସମୟରେ। ତାପରେ ରାମାନୁଜ ବେଦାନ୍ତ ସଂଗ୍ରହ ରଚନା କରିଥିଲେ। ଚାନ୍ଦ ବରଦାଇ ପୃଥ୍ୱୀ ରାସୋ ରଚନା କରିଥିଲେ। ମିନହାଜ ଉଦ୍ଦିନ ସିରାଜ ତବାକତ ଇ ନାସିରୀ ରଚନା କରିଥିଲେ। ନିଆଉଦ୍ଦିନ ବରାଣୀ ତାରିକ ଇ ଫିରୋଜ ଶାହୀ ରଚନା କରିଥିଲେ। ଅମୀର ଖୁସରୁ ତାରିକ ଇ ଆଲାହି ରଚନା କରିଥିଲେ। ଏଇଭଳି ଭାବରେ ଅନେକ ସାହିତ୍ୟ ରଚନା ହେଇଥିଲା, ଆଉ ସେଟା ଆଞ୍ଚଳିକ ଭାଷାରେ ହିଁ ରଚନା ହେଇଥିଲା। ତେଣୁ ଭାଷା ଏବଂ ସାହିତ୍ୟର ବିକାଶ ହେଇଥିଲା। ତ ସହିତ ସଙ୍ଗୀତ, ବିଭିନ୍ନ ପ୍ରକାର ଶାସ୍ତ୍ରୀୟ ସଙ୍ଗୀତ ଲୋକମାନେ ଶୁଣୁଥିଲେ। ତ ସହିତ ଧାର୍ମିକ ଯୋଉ ସୁଫି ସନ୍ଥ ମାନେ ତାଙ୍କର ଲୋକମାନଙ୍କ ନିକଟରେ ଆମର କବାଲି ଭାଷାରେ କବାଲି ଦ୍ୱାରା ସଙ୍ଗୀତ ଗାନ ମାଧ୍ୟମରେ ପହଞ୍ଚାଉଥିଲେ ଏବଂ ଆମର ହିନ୍ଦୁ ସନ୍ଥ ମାନେ କ'ଣ କରୁଥିଲେ ନା କୀର୍ତ୍ତନ ମାଧ୍ୟମରେ ଲୋକମାନଙ୍କୁ ବା ସଙ୍ଗୀତ ମାଧ୍ୟମରେ ଲୋକମାନଙ୍କୁ ସେମାନେ ଧର୍ମ ଶାସ୍ତ୍ର ଗୁଡ ପଢାଉଥିଲେ ବା ତାଙ୍କୁ ସେ ମାଧ୍ୟମରେ ଜଣାଉଥିଲେ। ତ ସହିତ ଚିତ୍ରକଳାର ବିକାଶ ଆମେ ଦେଖିଲେ ଯେ ରାଜା ମହାରାଜ ମାନେ କେମିତି ତାଙ୍କର ନିଜ ଦରବାରରେ ଚିତ୍ରକର ମାନଙ୍କୁ ରଖିଥିଲେ ଏବଂ ଚିତ୍ରକଳାର ବିକାଶ କରାଇଥିଲେ ଏବଂ ଚିତ୍ରକର ମାନଙ୍କୁ ସବୁ ପ୍ରକାର ସାହାଯ୍ୟ ସହଯୋଗ ମଧ୍ୟ ପ୍ରଦାନ କରୁଥିଲେ। ଏଭଳି ଭାବରେ ଭାଷା, ସାହିତ୍ୟ, ସଙ୍ଗୀତ ଏବଂ ଚିତ୍ରକଳାର ବିକାଶ ହୋଇଥିଲା। ଏବେ ଆମେ ବିଷୟବସ୍ତୁ ଆଲୋଚନା କରିସାରିଲେ। ଏବେ ଆମର କିଛି ମୂଲ୍ୟାୟନ ପ୍ରଶ୍ନ ରହୁଛି। ମୁଁ ମୂଲ୍ୟାୟନ ପ୍ରଶ୍ନ ପଚାରୁଛି, ଉତ୍ତର ଦେବାକୁ ଚେଷ୍ଟା କରିବା। ପ୍ରଥମ ପ୍ରଶ୍ନ ହେଲା 1 ନମ୍ବର, ତ ସୁଫି କେଉଁମାନଙ୍କୁ କୁହାଯାଉଥିଲା? ଉତ୍ତର ଦେବା। ସ୍କୁଲରୁ କେଉଁମାନଙ୍କୁ କୁହାଯାଉଥିଲା? ସ୍କୁଲରୁ କହିବା। ମୁସଲମାନ ସନ୍ଥ ବା ଫକୀରକୁ ସୁଫି କୁହାଯାଉଥିଲା। ବହୁତ ସୁନ୍ଦର ସୁନ୍ଦର ଉତ୍ତର। ମୁସଲମାନ ସନ୍ଥ ବା ଫକୀର ମାନଙ୍କୁ ସୁଫି କୁହାଯାଉଥିଲା। ଠିକ। 1 ନମ୍ବର ଖ, ଖ୍ୱାଜା ମଇଉଦ୍ଦିନ ଚିସ୍ତି କିଏ? ସେ କେଉଁଠି ଅବସ୍ଥାନ କରୁଥିଲେ? ଖ୍ୱାଜା ମଇଉଦ୍ଦିନ ଚିସ୍ତି କିଏ? ସେ କେଉଁଠି ଅବସ୍ଥାନ କରୁଥିଲେ? କହିବା ଶୀଘ୍ର ଉତ୍ତର। ସେ ଆଜମିରରେ ଅବସ୍ଥାନ କରୁଥିଲେ।
हाँ ठीक बहुत सुंदर कोठी अवस्थान करथिले हमें कहले से किए ख्वाजा आजमीରରେ। मोइनुद्दीन चिश्ती किए हाँ अजमेर रे से अवस्थान करथिले रहउथिले ठीक अछि किंतु से किए कहबा शीघ्र मोइनुद्दीन हाँ चिश्ती से किए ठीक अछि ख्वाजा मोइनुद्दीन चिश्ती जने सूफी संत से अजमेर रे अवस्थान करथिले जने सूफी संत थिले मीराबाई किए से कौन मान रचना करथिले मीराबाई किए से कौन मान रचना करथिले कहबा मीराबाई किए से कौन मान रचना करथिले ठीक अछि ରାଜସ୍ଥାନର ଜଣେ ରାଜପୁତ ରାଣୀ हाँ से कौन मान रचना करथिले ମୀରାବାଇ କୃଷ୍ଣଙ୍କର ଭକ୍ତ ହୋଇ ସୁନ୍ଦର ଓ ସୁଲଳିତ ଭଜନମାନ ରଚନା କରିଥିଲେ। बहुत सुंदर एबे आसीबा 2 नंबर ठीक उत्तर टी बाछी देख बा कहबा हमें लिखिबा कहबा लिखिबा संगे संगे कहबा उर्दू शब्दर अर्थ कौन घोड़णी छाउणी हुंडी छाउणी ठीक उत्तर बहुत बढ़िया सुंदर उत्तर तापरे नसरत शाह महाभारत और रामायण को केउ भाषा रे अनुवाद करथिले नसरत शाह महाभारत और रामायण को को भाषा रे अनुवाद करथिले कहबा ओडिया मराठी बंगला एवं तमिल क्या मैं आलोचना कर सारिछे तो से बंगला भाषा रे अनुवाद करथिले महाभारत और रामायण को महाभारत माने बंगला भाषा रे से अनुवाद करथिले नसरत शाह तापरे निम्नोक्त मध्यरु केउंटी जणे हिंदू देवता नुहंती कहबा कृष्ण राम बलराम पीर मध्यरु केउंटी जणे हिंदू देवता नुहंती कृष्ण राम बलराम पीर आदिडी आसुरु कहबा ठीक अछि हाँ पीर ठीक अछि परवर्ती प्रश्न को जीवा एबे खाली घर पूरण कर सूफी संत मालिक मोहम्मद जैसी हिंदी भाषा रे डैश रचना करथिले हिंदी भाषा रे डैश काव्य रचना करथिले सूफी संत मालिक मोहम्मद जैसी हिंदी भाषा रे डैश काव्य रचना करथिले पद्मावती रामचरितमानस पद्मावती हाँ कह ठीक बहुत सुंदर उत्तर पद्मावती पद्मावती बहुत सुंदर बहुत बहुत सुंदर उत्तर धन्यवाद तापरे अकबरंकर चित्रकार मानकर कार्यशाला नाम डैश थिला पद्मावती हाँ ख नंबर को जीवा प्रथम क प्रश्न उत्तर ठीक है पद्मावती ख नंबर अकबर चित्रकार मानकर कर्मशाला नाम डैश हमर हामेर अंदर महल मुसाफिर खाना तस्वीर खाना पूरा ठीक उत्तर होगा कहबा शीघ्र तस्वीर खान सुंदर उत्तर तस्वीर खाना ठीक अछि सारला दास ओडिया भाषा रे डैश रचना करथिले सारला दास ओडिया भाषा रे डैश रचना करथिले भागवत महाभारत दांडी रामायण ठीक सुंदर उत्तर ठीक बहुत धन्यवाद पहले समस्ते सुंदर भाव उत्तर
ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ। ଏବଂ जो आमर परवर्ती कार्यक्रम अच्छी जो गृह कार्य आमर बहिर जो अनुशीलनी अच्छी से अनुशीलन जिते प्रश्न सब अच्छी ताकू आम निज निजर अभ्यास खातार करवा एवं आमर विषय गुरुजी गुरुमा को देखा ताहले आजिकार आमर जो सप्तम श्रेणी इतिहास वर्चुअल क्लास को समाप्त करुँ। समस्त को बहुत बहुत धन्यवाद।